ଆମ ଦେଶର ଦୀର୍ଘତମ ସମ୍ବିଧାନ ଉପରେ ଆଧାରିତ ଆଜିର ପ୍ରସଙ୍ଗ ସମ୍ବିଧାନର ସ୍ୱର, ଆଲେଖ୍ୟ ଓ ଉପସ୍ଥାପନା ଶୁଭେନ୍ଦୁ ମହାନ୍ତି। ଯେକୌଣସି ରାଷ୍ଟ୍ର ପାଇଁ ତାର ସମ୍ବିଧାନିକ ଦିଗବାରିଣୀ ପରି ଆମ ଭାରତବର୍ଷର ସମ୍ବିଧାନ, ଯାହାକି ବିଶ୍ୱର ସମସ୍ତ ରାଷ୍ଟ୍ରର ସମ୍ବିଧାନ ତୁଳନାରେ ଦୀର୍ଘତମ, 1949 ମସିହା ନଭେମ୍ବର 26 ସମ୍ବିଧାନ ଦିବସ ଠାରୁ ଏବଂ 1950 ମସିହା ଜାନୁଆରୀ 26 ତାରିଖ ସମଗ୍ର ଦେଶରେ ଆମ ସମ୍ବିଧାନ କାର୍ଯ୍ୟକାରୀ ହେବା ଦିନ ଠାରୁ ଭାରତକୁ ଆନ୍ତର୍ଜାତିକ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଏହା ହିଁ ଭାରତର ସ୍ପନ୍ଦିତ ଆତ୍ମା ଏବଂ ଆଲୋକବର୍ତ୍ତିକ ଭାବେ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବଧାରାକୁ ଆପଣାର କରି ସମୃଦ୍ଧି ପଥରେ ଆଗେଇ ଯିବା ପାଇଁ ମାର୍ଗଦର୍ଶିକାର ଭୂମିକା ଗ୍ରହଣ କରି ଆସିଛି। ଗତବର୍ଷ ନଭେମ୍ବର 26 ତାରିଖ ଐତିହାସିକ 75 ବର୍ଷ ସମ୍ବିଧାନ ଦିବସ ପାଳନ ଅବସରରେ ଆୟୋଜିତ ବିବିଧ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ସମ୍ବିଧାନର ଗରିମା, ଆବଶ୍ୟକୀୟ ଗୁରୁତ୍ୱପୂର୍ଣ୍ଣ ଧାରା ଏବଂ ସାମଗ୍ରିକ କଲ୍ୟାଣ କ୍ଷେତ୍ରରେ ଏହାର ଉଲ୍ଲେଖନୀୟ ପ୍ରାସଙ୍ଗିକତା ସମ୍ପର୍କରେ ସଚେତନ କରାଇ ପାରିଛି। ସେହିପରି ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ନେତୃତ୍ୱରେ ଗଠିତ ଚିଠା କମିଟିରେ ପ୍ରସ୍ତୁତ ଏବଂ ବ୍ୟାପକ ବିଚାର ବିମର୍ଶ ପରେ ସମ୍ବିଧାନ ସଭାରେ ଗୃହୀତ ଏହି ସମ୍ବିଧାନ 75 ବର୍ଷ ଧରି ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିପାରିଛି। ନିକଟରେ 76ତମ ଗଣରାଜ୍ୟ ଦିବସ ପାଳନ ଅବସରରେ ଏସବୁକୁ ଆଧାର କରି ରାଜଧାନୀ ଦିଲ୍ଲୀ ଏବଂ ଦେଶର କୋଣ ଅନୁକୋଣରେ ଆୟୋଜିତ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଶୌର୍ଯ୍ୟ, ପରାକ୍ରମ, ସାଂସ୍କୃତିକ ବିବିଧତା ଏବଂ ସାମରିକ ଦକ୍ଷତା ବିଶ୍ୱ ଦରବାରରେ ଉପସ୍ଥାପନ କରାଯାଇପାରିଛି। ଏପରି ଅନନ୍ୟ ସମ୍ବିଧାନ ପ୍ରସ୍ତୁତ କରିବାରେ ଅନେକ ମନୀଷୀଙ୍କର ପ୍ରତ୍ୟକ୍ଷ ଭୂମିକା ରହିଛି। 76ତମ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଯୋଜନାର ଭୂୟସୀ ପ୍ରଶଂସା କରିଛନ୍ତି। ଫଳରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଆୟୋଜିତ ହେବାକୁ ଥିବା ଏପରି ନିର୍ବାଚନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମଗ୍ର ଦେଶର ଅଗଣିତ ଜନତାଙ୍କର ସ୍ୱରକୁ ପ୍ରତିଧ୍ୱନିତ କରିପାରିବ। ସମୟ ସଙ୍ଗେ ତାଳ ଦେଇ ପ୍ରଗତିର ରଥକୁ ଆଗେଇ ନେବା ପାଇଁ ଅନେକ କିଛିର ପରିବର୍ତ୍ତନ, ସଂଶୋଧନ ତଥା ପରିବର୍ଦ୍ଧନକୁ ଆମକୁ ସ୍ୱାଗତ କରିବାକୁ ହେବ। ପ୍ରବହମାନ ସମୟର ଧାରା ପରେ ଜନସାଧାରଣଙ୍କର ଆଶା, ଆକାଂକ୍ଷା, ସାମାଜିକ ସ୍ଥିତି, ଆଞ୍ଚଳିକ, ଜାତୀୟ ତଥା ବୈଶ୍ୱିକ ଅବସ୍ଥାଗୁଡ଼ିକୁ ବିଚାର କରି ଆବଶ୍ୟକ ସ୍ଥଳେ ସମ୍ବିଧାନର କେତୋଟି ଧାରାକୁ ନୂତନ ରୂପ ଦିଆଯିବା ସହ ସଂଶୋଧନ ମଧ୍ୟ କରାଯାଇଛି। ଅଦ୍ୟାବଧି ମୋଟାମୋଟି 106 ଥର ସମ୍ବିଧାନ ସଂଶୋଧନ କରାଯାଇ ପ୍ରଗତି ପଥରେ ରହିଥିବା ପ୍ରତିବନ୍ଧକ ଗୁଡ଼ିକୁ ହଟାଇ ଦିଆଯାଇପାରିଛି। ତେବେ ଏହାର ମୌଳିକ ଢାଞ୍ଚାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ଯାହାକି ପ୍ରଜ୍ୱଳିତ ଦୀପଶିଖା ପରି ଅନେକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମକୁ ଯଥାର୍ଥ ମାର୍ଗଦର୍ଶନ କରାଇପାରିଛି। ସେସବୁ ସମ୍ବିଧାନ ସଂଶୋଧନ ଗୁଡ଼ିକ ମଧ୍ୟରୁ କେତୋଟିର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରାସଙ୍ଗିକ। ଗୋଟିଏ ରାଷ୍ଟ୍ର, ଗୋଟିଏ ଟିକସ ବ୍ୟବସ୍ଥା ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ 2016 ମସିହାରେ 101ତମ ସଂଶୋଧନ କରାଯାଇ ସାମଗ୍ରୀ ଓ ସେବାକର ବା GST ଲାଗୁ କରାଯାଇଥିଲା, ଯାହାଦ୍ୱାରା ଟିକସ ବ୍ୟବସ୍ଥାର ସରଳୀକରଣ ସମ୍ଭବ ହୋଇଥିଲା। ସେହିପରି 2023 ମସିହାରେ 106ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାମାନଙ୍କ ପ୍ରତିନିଧିତ୍ୱ ପାଇଁ 33% ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇପାରିଛି। ଦୀର୍ଘ 2 ଦଶନ୍ଧି ଧରି ପଡ଼ି ରହିଥିବା ଏହି ନାରୀବନ୍ଦନ ଅଧିନିୟମ ବିଧେୟକ ସଂସଦରେ ଗୃହୀତ ହୋଇଥିଲା। ତାଛଡ଼ା ଅଗଷ୍ଟ 2019 ମସିହାରେ ସମ୍ବିଧାନର 370 ଧାରା ଉଚ୍ଛେଦ ପାଇଁ ସମ୍ବିଧାନ ସଂଶୋଧନ କରାଯାଇଥିଲା। ଫଳରେ ପୂର୍ବତନ ରାଜ୍ୟ ଜାମ୍ମୁ କାଶ୍ମୀରକୁ 2ଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରାଯାଇ ରାଜ୍ୟର ସ୍ୱତନ୍ତ୍ର ଅଧିକାରକୁ ଉଚ୍ଛେଦ କରାଯାଇଥିଲା। ଏହାର ବିଚାର କରି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ ଯେ ଭାରତରେ ଥରେ ମିଶିଯିବା ପରେ ଜାମ୍ମୁ କାଶ୍ମୀରର ସାର୍ବଭୌମତ୍ୱ ପ୍ରସଙ୍ଗ ସମ୍ପୂର୍ଣ୍ଣ ନିରର୍ଥକ। ସାମ୍ବିଧାନିକ ବ୍ୟାଖ୍ୟାର ନିରନ୍ତର ଗତିଶୀଳ ସ୍ୱଭାବ ଏବଂ ଅନ୍ୟାନ୍ୟ ଅନେକ ବିଷୟ ସହିତ ବିବିଧତାରେ ଚିତ୍ରିତ ଆମ ସମାଜରେ ମୌଳିକ ଅଧିକାରର ସୁରକ୍ଷା ସମ୍ବିଧାନକୁ ଏକ ଜୀବନ୍ତ ଦସ୍ତାବିଜରେ ରୂପାନ୍ତର କରିପାରିଛି, ଯାହାକି ସମସାମୟିକ ମୂଲ୍ୟବୋଧ ସହ ସମନ୍ୱିତ ହୋଇପାରିଛି। ସେହିପରି ଭାରତୀୟ ନାଗରିକ ସଂହିତା ଏବଂ ଭାରତୀୟ ସୁରକ୍ଷା ଆୟୋଗରେ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ସଂଶୋଧନ ତ୍ୱରିତ ଓ ନିରପେକ୍ଷ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିପାରିଛି। ଗତବର୍ଷ ଜୁଲାଇ 1ରୁ କାର୍ଯ୍ୟକାରୀ ହେଉଥିବା ଏଥିରେ ସନ୍ନିବେଶିତ ଆଇନଗୁଡ଼ିକ ସମସାମୟିକ ଆହ୍ୱାନର ମୁକାବିଲା କରିବାକୁ ପ୍ରଶାସନକୁ ସମର୍ଥ କରାଇପାରିଛି। ବିବିଧତା ମଧ୍ୟରେ ଏକତା, ନାନାଦି ଭୌଗୋଳିକ ଅଞ୍ଚଳ, ଧର୍ମୀୟ ଭାବନା, ଭାଷାର ଭିନ୍ନତା ମଧ୍ୟରେ ସମ୍ବିଧାନର ସ୍ୱର ଆମ ସମସ୍ତଙ୍କୁ ଭାରତୀୟତାର ଗୋଟିଏ ସୂତ୍ରରେ ବାନ୍ଧି ରଖିପାରିଛି। ଏହା ହିଁ ଅଗଣିତ ଜନଗଣଙ୍କର ଅନ୍ତରର ସ୍ୱର, ଆତ୍ମିକ ଚେତନା ତଥା ସଂହତି, ସମ୍ପ୍ରୀତି ଓ ସଦିଚ୍ଛା ପାଇଁ ସତ୍ୟମ୍ ଶିବମ୍ ସୁନ୍ଦରମ୍ର ଅମୀୟ ଧାରା।